ମାଲୋ ଏ ଗରମରେ ମୁଁ ସିଝି ଗଲିଣି। ମାଲୋ ବିଦ୍ୟୁତ ବିଭାଗର ଯନ୍ତ୍ରଣା ଆଉ ସହି ହଉନି। ମାଲୋ ଏ ବିଦ୍ୟୁତ ବିଭାଗ ଅଫିସରେ ମୁଁ ଗଡ଼ିବି। ମାଲୋ ମୁଁ ଆଉ ଫେରିବିନି ଯେପର୍ଯ୍ୟନ୍ତ କରେଣ୍ଟ ଆସିନି। ଦର୍ଶକ ବନ୍ଧୁ, এই ଦୃଶ୍ୟ ହେଉଛି ଧାମରା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟର। ଏ ଯେଉଁ ଅଣ୍ଡିରା ମାଧବ ମାନେ ଗଡ଼ୁଛନ୍ତି, ଏମାନେ କଇତଖୋଲା ଗ୍ରାମର ଯୁବକ। ଭଦ୍ରକ ଜିଲ୍ଲା କଇତଖୋଲା ଅଞ୍ଚଳରେ ଗ୍ରାମବାସୀମାନଙ୍କର କହିବା ଅନୁଯାୟୀ ଗ୍ରାମରେ ଲୋ ଭୋଲ୍ଟେଜ ସବୁବେଳେ ରହୁଥିବାରୁ ବର୍ତ୍ତମାନର ଅସହ୍ୟ ଗରମ ସମୟରେ ଫ୍ୟାନ୍ ଆଉ ବୁଲୁନାହିଁ, ଯାହାଦ୍ୱାରା ଅନେକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି ଗ୍ରାମବାସୀମାନଙ୍କୁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ବିଦ୍ୟୁତ ବିଭାଗ ନେଉନଥିବାରୁ ଗ୍ରାମବାସୀମାନେ ବିଦ୍ୟୁତ କାର୍ଯ୍ୟାଳୟରେ ଆସି ଶୋଇ ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏବଂ ଅନୁରୋଧ କରିଛନ୍ତି କି ବିଦ୍ୟୁତ ସମସ୍ୟା ସମାଧାନ ନହେଲା ପର୍ଯ୍ୟନ୍ତ ସେ ଏଇଠି ଶୋଇ ରହିବେ ବୋଲି। ଦେଖନ୍ତୁ, ଆଜି ଦୀର୍ଘ ଦିନ ହେଲା ଆମେ କରେଣ୍ଟ ଅଫିସରେ ଆସିକି ଆପ୍ଲିକେସନ ଦଉଛୁ ଯେ ଆମ ଘର ପାଖରେ ଗୋଟେ 25 କେବି ଟ୍ରାନ୍ସଫର୍ମର ବସିଛି, 80ରୁ ଉର୍ଦ୍ଧ୍ୱ କନେକ୍ସନ ଅଛି। ତେଣୁ ଏବେ ଯୋଉ ଗରମ ଦିନରେ ଭୋଲ୍ଟେଜ ପୁରା ଡିମ୍ ହେଉଛି, ଘରେ ଫ୍ୟାନ୍ ଲାଇଟ୍ କିଛି ଜଳୁନି। ଆମେ ଦୀର୍ଘ ଦିନ କମ୍ପ୍ଲେନ୍ ଲେଖା ଦେବା ସତ୍ତ୍ୱେ ବି ଏମାନେ କହୁଛନ୍ତି ଯେ ଆମ ପାଖରେ ଉପର ଅଫିସର ପରମିଶନ ଦେଉନାହାନ୍ତି, ପ୍ରୋଜେକ୍ଟ ହେଇନି, ଆମେ କିଛି କରିପାରିବୁନି। ସେଇଥିପାଇଁ ଘରେ ତ ଫ୍ୟାନ୍ ନାହିଁ, ଶୋଇ ହଉନି, ତା ଏଠି ଆମେ ଶୋଇଛୁ କ'ଣ? ଯେପର୍ଯ୍ୟନ୍ତ ଆମକୁ ଟ୍ରାନ୍ସଫର୍ମର ନଦେବ ଆମେ ଏଠି ଯିବାର ନାହିଁ। ଧାମରାରୁ ନରେନ୍ଦ୍ର ଲେଙ୍କାଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।